ऐं भगवादिनी ऐं भगवादिनी ऐं भगवादिनी। बंधुगण आमे शनिवार विषय नवेम्बर 8 तारीख शनिवार नवेम्बर 8 तारीख विषय जो दैनिक राशि फल को नहीं प्रत्येक आलोचना करुचे। आज शनिवार 8 तारीख से ही दैनिक राशि फल उपरे एक गभीर आलोचना करवा। ता पूर्वर टिके खटा मिठा खाइबा कथा कौन कि पिलादिन सारा मु शिखई मॉर्निंग शोज द डे। मॉर्निंग शोज माने देखई दिए सकाळ सूचई दिए जणे दिए प्रकाश कर दिए दिन केमती जीव। दिन बोइले एटी सूर्यास्त पर्यंत एवं अन्य अर्थ कले इवनिंग शो द नाइट संध्या भी जणे दिए राति केमती जीव। आमे कहने गुड मॉर्निंग माने शुभ सकाळ सकाळटा शुभे शुभे जाऊ। मु कौन कहूँ से बुझीपे आपण मैंने जे जो दिन कहुच्छी सकाळ ओली शुभे शुभे जीव दिन 11टा पर कि 12टा पर खराब समय आसूची से दिन अनुभव करुवे से खराब समय आसिले भी अल्प बहुत भल हो। जो दिन कौच सकाळ 11टा पर्यंत कि 10टा पर्यंत 12टा पर्यंत खराब अच्छी तापर बहुत भल अच्छी बढ़िया लाभ हम से दिन किंतु से लाभटा क्षति हो जाऊ। सकाळ यदि मंद दिन सारा सेते भल हेनी सकाळ यदि भल दिन सारा सेते मंद हेनी। तेणु मो कहवा कथा को अपन ये अर्थ बुझे जे सकाळ ओली जदि भल 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 कहुच्छी और दिन सारा मंद कहुच्छी ताहले से मंदला सेते दुखदायक हेनी। सकाळ यदि मंद कहुच्छी दिन सारा बढ़िया बढ़िया भल भल लाभ लाभ कहुच्छी ताहले ये अर्थ बुझे जे से भल से लाभ से बढ़िया सेते भल हेनी। एटा गतकाली बहु बंधु सहित मु आलोचना करी से माने फोन करथिले भेटिथिले आउ कहिथिले। तेणु अनुभूति को नहीं मनीष तार इतिहास लेखे ना माने कालीर रोगी आजिर वैद ना जानना काली रोगी से आज वैद क्यों कौ मेडिसिन तार कि रोग भल से मन रखिदेला तापन से अन्य कहला है कथा। हाँ आसतु शुणा। शनिवार नवेम्बर 8 तारीख मेष राशि। शनिवार 8 तारीख मेष राशिधारी व्यक्ति समुदाय दिन 11:15 शुभ समय आरंभ। 11:15 शुभ समय माने 11:15 जाए अशुभ समय। एठी सूचना दिगला दिन सारा सेते भल हेनी किंतु कहुव दिन सारा बढ़िया बढ़िया बढ़िया। 11:15 शुभ समय आरंभ मात्र द्विजा नक्षत्र पाई राति 10टा पर ठारू अशुभ समय आरंभ हेबो। द्विजार राति 10टारू अशुभ समय आरंभ हेबो। दिन 11:15 जाए मानसिक अशांति रहिबो। 11:15 सतेज फूल परी एही लोके सुंदर और प्रफुल्लित दिशिबे। कर्म चंचल रही धर्म दिगरे मन देवे। धनागमर पंथा खोलीजिव धन लाभ हेबो। समस्त पारिवारिक सुख शांति न मिल पारे
ମାତ୍ର ଦେହ ମୁଣ୍ଡ ଠିକ୍ ରହିବ। ବୁଝିଲେ ତ? ଶନିବାର ନଭେମ୍ବର 8 ତାରିଖ ବୃଷ ରାଶିଧାରୀ ବ୍ୟକ୍ତି ସମୁଦାୟଙ୍କ ପାଇଁ ଦିନ 11ଟା 15 ଯାଏ ସମସ୍ତ ଲୌକିକ ଦୈହିକ ସୁଖ ମିଳିବ। ସକାଳୁ ଭଲ ଖବର, ମାନେ ଦିନସାରା ନିଶ୍ଚୟ ଭଲ ହେବ। ଲୌକିକ ଦୈହିକ ସୁଖ ମିଳିବ। 11ଟା 15 ଠାରୁ ମନ ଅବୁଝା ହେବ, ଆକୁଳ ବିକଳ ହୋଇ ମନ ମୁଣ୍ଡକୁ ବିଗାଡ଼ି ଦେବ। ରୋହିଣୀ ନକ୍ଷତ୍ରର ରାତି 10ଟାରୁ ଅଶୁଭ ସମୟ ଆରମ୍ଭ ହେବ। 11ଟା 15 ଠାରୁ ଧନାଗମ ହେଲେ ବି ଧନାଗମ ହେବ, ହେଲେ ସୁଖ ପାଇବେନି, ମନ ଅସ୍ଥିର ହେବ। ଶନିବାର ନଭେମ୍ବର 8 ତାରିଖ ମିଥୁନ ରାଶିଧାରୀ ବ୍ୟକ୍ତି ସମୁଦାୟଙ୍କ ପାଇଁ 11ଟା 15 ଯାଏ ଦେହ ସମସ୍ୟା ରହିବ। ସକାଳୁ ଖରାପ ଆସିଗଲା, ଦିନସାରା ଏତେ ଭଲ ହେଲେ ଭଲ ଲାଗିବନି। ଦେହ ସମସ୍ୟା ରହିବ। ଅସୁସ୍ଥତା ହେତୁ କର୍ମ ଚଞ୍ଚଳ ହୋଇ ନପାରି ଦୁଃଖିତ ହେବେ। ବ୍ୟୟ ବି ବଢ଼ିବ। ମାତ୍ର 11ଟା 15 ପରଠାରୁ ଦେହ ଧୀରେ ଧୀରେ ସୁସ୍ଥ ହୋଇ ଆସିବ। ଧନାଗମ ହେବ। ବନ୍ଧୁ ସହଯୋଗ ମିଳିବ। ଭାଇ ବନ୍ଧୁ ଖୁସି ହେବେ। କର୍ମ ଚଞ୍ଚଳ ରହିବେ। ରାତି 10ଟା ପରଠାରୁ ଆର୍ଦ୍ରା ମିଥୁନର ଅଶୁଭ ସମୟ ଆସିବ। ଶନିବାର ନଭେମ୍ବର 8 ତାରିଖ କର୍କଟ ରାଶି ଅଶ୍ଳେଷା ନକ୍ଷତ୍ରର ରାତି 10ରୁ ଅଶୁଭ ସମୟ ଆସିଯିବ। ଦିନ 11ଟା 15 ଯାଏ ଏମାନେ ଏକ ପ୍ରକାର କର୍ମ ଚଞ୍ଚଳ ରହି ସୁଖ ଶାନ୍ତି ପାଇବେ। ଧନାଗମ ବି ହେବ। ମାତ୍ର 11ଟା 15 ଠାରୁ ବ୍ୟୟ ବଢ଼ିଯିବ। ମାନେ ୟାଙ୍କର ସକାଳୁ ଭଲ ହେଲା, ପରେ ଖରାପ କୁହାହେଉଛି, କିନ୍ତୁ ସେ ଖରାପ ହେବନି, ବ୍ୟୟ ବଢ଼ିଯିବ। କିନ୍ତୁ ପ୍ରିୟ ଲୋକଙ୍କ ବ୍ୟବହାର ବାଧିବ, ମାନେ ନିଜ ଲୋକ ସେ ଟିକେ ମନ୍ଦ ବ୍ୟବହାର କରିବେ। ଦେହ ରୋଗାକ୍ରାନ୍ତ ହେବ, ଶାନ୍ତି ଭଙ୍ଗ ହେବ। ଏ ଗଲା କର୍କଟ ରାଶି କଥା। ସିଂହ କଥା ବୁଝିବା। ଶନିବାର ନଭେମ୍ବର 8 ତାରିଖ ସିଂହ ରାଶି ପାଇଁ 24 ଘଣ୍ଟା ଶୁଭ ଖବର। ବା ଏ ଗୋଟେ ଭଲ ଖବର, ପୁରା ହୋଲ୍ଡେ ଭଲ। 24 ଘଣ୍ଟା ପାଇଁ ଶୁଭରେ କଟିବ। ମାତ୍ର ପୂର୍ବ ଫାଲ୍ଗୁନ ନକ୍ଷତ୍ରର ରାତି 10ରୁ ଅଶୁଭ ସମୟ ଆସିବ। ସମସ୍ତ ସିଂହ ରାଶିର ଲୋକେ 11ଟା 15 ଯାଏ କର୍ମ ଚଞ୍ଚଳ ରହି ଭବିଷ୍ୟତ ପାଇଁ ନୂଆ ନୂଆ ଯୋଜନା ଗଢ଼ିବେ। କ୍ରମଶଃ ଏହି ସମସ୍ତ ଇଚ୍ଛା, ଆଶା ଓ ଯୋଜନା ସଫଳ ହେବ। କ୍ରମଶଃ ସଫଳ ରୂପ ନେବ। ରୋଜଗାର ଭଲ ହେବ। ସମସ୍ତ ଲୌକିକ ଓ ପାରିବାରିକ ସୁଖ ମିଳିବ। ଦେହ ମୁଣ୍ଡ ଠିକ୍ ଠାକ୍ ରହିବ। ସିଂହ ପାଇଁ ଟୋଟାଲ 24 ଘଣ୍ଟା ଭଲ। ଶନିବାର ନଭେମ୍ବର 8 ତାରିଖ କନ୍ୟା ରାଶି ହସ୍ତା ନକ୍ଷତ୍ରର ରାତି 10ରୁ ଅଶୁଭ ସମୟ ଆରମ୍ଭ ହେବ। ସକାଳୁ ଦିନ 11ଟା 15 ଯାଏ ହାଲିଆ ଲାଗିବ। ଦେହ ଭଲ ରହିବନି। ହାତ ପାଦ ଘୋଳେଇ ହେବ। ମୁଣ୍ଡ ବିନ୍ଧିବ। 11ଟା 15 ପରଠାରୁ ସୁସ୍ଥ ହେବେ। ମାତ୍ର ଶାନ୍ତି ସୁଖ ମିଳିବନି। ତାପରେ ଚୁପଚାପ ରହିଲେ ଭଲ। ବୃଥା ନ ଗପି, କାହାକୁ ପରାମର୍ଶ ନ ଦେଇ, କାହା ପାଖରେ ହାତ ନ ପତେଇ ନୀରବତା ରକ୍ଷା କଲେ ଅପମାନ ମିଳିବ ନାହିଁ, ନହେଲେ ଅପମାନ ମିଳିବ। ସେ ଯାହା ହେଲେ ଦିନଟା ଭଲରେ ଯିବ। ଶନିବାର ନଭେମ୍ବର 8 ତାରିଖ ତୁଳା ରାଶିର ଲୋକଙ୍କୁ ଦିନ 11ଟା 30 ଯାଏ ଖୁବ୍ ଭଲରେ ଯିବ। ମାନେ ସାରା ଦିନଟା ଭଲରେ ଯିବ। ମନ ଲାଖି ଧନ ସୁଖ ଶାନ୍ତି ମିଳିବ। ମାତ୍ର 11ଟା 30 ପରଠାରୁ ବଡ଼ ଅଶୁଭ ସମୟ ଆସିଯିବ। ଦେହ ଖରାପ ହେବ। କିଛି ନା କିଛି ରୋଗ ହେବ। ପୁରୁଣା ରୋଗୀଙ୍କ ପାଇଁ ଦୁଃଖ ବଢ଼ିଯିବ। ଏମାନଙ୍କ ପାଇଁ ଆଉ କେଉଁ ନକ୍ଷତ୍ରର ଅଶୁଭ ନାହିଁ। ଶନିବାର ନଭେମ୍ବର 8 ତାରିଖ ବିଛା ରାଶିର ବ୍ୟକ୍ତି ସମୁଦାୟଙ୍କ ପାଇଁ ଶୁଭ ଖବର ଅଛି।
ମାତ୍ର ରାତି 10ଟା ପରଠାରୁ ଜ୍ୟେଷ୍ଠା ବିଛାର ଅଶୁଭ ସମୟ ଆରମ୍ଭ ହେବ। ଆଗ ସକାଳୁ ଦିନ 11:30 ଯାଏ ମନ ଲାଖି ବହୁ ଲୌକିକ ସୁଖ ମିଳିବ। କିଛି ମିଳିବ ଯାହାକୁ ଆଖି ଦେଖିପାରିବ। ତା ପରଠାରୁ ନୂଆ ବିତ୍ତ ନୂଆ ଚିଜ ଘରକୁ ଆସିବ। ଧନ ବଢ଼ିବ। ନାନାବିଧ ଉପାୟରେ ନାନା ଯୋଜନା ସକ୍ରିୟ ହୋଇ ଧନାଗମ ହେବ। ସିଂହ ଭଳି ବିଛା ରାଶିର ମଧ୍ୟ ଆଜି ଶୁଭ ଦିନ। ଶନିବାର ନଭେମ୍ବର 8 ତାରିଖ। ଧନୁ ରାଶିର ବ୍ୟକ୍ତିଗଣ ଆଜି ଯଥେଷ୍ଟ ବେଶୀ ଆନନ୍ଦିତ ରହିବେ। ମାତ୍ର ରାତି 10ଟା ପରଠାରୁ ପୂର୍ବାଷାଢ଼ା ନକ୍ଷତ୍ରର ଅଶୁଭ ସମୟ ଆରମ୍ଭ ହେବ। ସକାଳୁ ପ୍ରତିଟି ବ୍ୟକ୍ତି ଏକ ସ୍ୱତନ୍ତ୍ର ସୁଖ ଲାଭ କରିବେ। 11:15 ପରଠାରୁ ସବୁ ସୁଖ ଅନ୍ୟ ରୂପ ନେବ। ମାନେ ଦ୍ରବ୍ୟ ବସ୍ତୁ ପଦାର୍ଥ ରୂପରେ କିମ୍ବା ଉପହାର ଆକାରରେ କିମ୍ବା ଅର୍ଥ ବା ଅନ୍ୟ କିଛି ରୂପରେ ପାଖକୁ ଆସିବ। ଆନନ୍ଦରେ ଦିନ କଟିବ। ସିଂହ ବିଛା ଧନୁ ପାଇଁ ମଧ୍ୟ ବଢ଼ିଆ ଦିନ। ଶନିବାର ନଭେମ୍ବର 8 ତାରିଖ ମକର ରାଶିର ଲୋକଙ୍କ ପାଇଁ ସକାଳୁ ଦିନ 11:30 ଯାଏ ନାନାବିଧ ଶାରୀରିକ ସମସ୍ୟା ମାନେ ରୋଗ ଦେଖାଦେବ। ସକାଳୁ ଖରାପ ହେଲା ଆଉ ଯାହା ଗତକାଲି ଥିଲା ଦିନ 11ଟା ପରେ ସେ ସୁସ୍ଥତା ଅନୁଭବ କରିବେ। ସକାଳୁ ରୋଗଗ୍ରସ୍ତ ହେବେ। ମୁଣ୍ଡ ବିନ୍ଧିବ, ଗୋଡ଼ ହାତ ଘୋଳେଇ ହେବ। ତାପରେ ସୁସ୍ଥ ହୋଇଯିବେ। ରାତି ପରେ ଦିନ ଦୁଃଖରେ ସୁଖ ଆସିବ, ଶାନ୍ତି ମିଳିବ। 11:15 ପରଠୁ ସେ ଆସ୍ତେ ସୁସ୍ଥ ହେବେ। ତାପରେ କ୍ରମଶଃ ସୁସ୍ଥ ହୋଇ ଅତୀତର ସବୁ ଦୁଃଖକୁ ଭୁଲିବା ପାଇଁ ଚେଷ୍ଟା କରିବେ। ଶନିବାର ନଭେମ୍ବର 8 ତାରିଖ କୁମ୍ଭ ରାଶିର ଜନତାଙ୍କ ପାଇଁ ଦିନଟି ଶୁଭରେ ଆରମ୍ଭ ହେବ। ଠିକ୍ ଦିନ 11:15 ପରଠାରୁ ଅଶୁଭ ଚନ୍ଦ୍ର ଚଳନ ହେବ। ତାମାନେ ସକାଳୁ ଭଲ ହେଲା। ତାପରେ ଯେଉଁ 11:15 ପରେ ଖରାପ ସମୟ କୁହାଯାଉଛି ସେତେ ବାଧିବନି। ତେଣୁ 11:15 ପରଠାରୁ ଅଶୁଭ ସମୟ ଆସିବ। ଧନ ଜନ ଗୋପଲକ୍ଷ୍ମୀ ମିଳିବ। ଖୁସି ହେବେ। 11:15 ଠାରୁ ଧୀରେ ରୋଗାକ୍ରାନ୍ତ ହେବେ। ବିଶ୍ରାମ ଖୋଜିବେ, ହେଲେ ବିଶ୍ରାମ ମିଳିବନି। ରାତି କଥା ସାବଧାନ ରହିବେ। ରାତି 10ଟାରୁ ଶତବିଶା ନକ୍ଷତ୍ରର ଅଶୁଭ ସମୟ ଆରମ୍ଭ ହେବ। ଶତବିଶା କୁମ୍ଭ ପାଇଁ ଅଶୁଭ 10ଟା ପରଠାରୁ ଟିକେ ସାବଧାନ ହେବେ, ଦେହ ଖରାପ ହେବ ନା। ଶନିବାର ନଭେମ୍ବର 8 ତାରିଖ ମୀନ ରାଶିର ଜନତା ଦିନ 11:25 ଯାଏ ଅସ୍ଥିର ମନା ହେବେ। 11:25 ଯାଏ ମନ ଘର ଧରିବନି। ମନ ବିଚଳିତ ହେବ। ମୁଣ୍ଡ ବିଗିଡ଼ିଯିବ। ବୃଥା ଯୁକ୍ତି ତର୍କରେ ସମୟ କଟିବ। ମାତ୍ର 11:25 ପରଠାରୁ ଭଲ ସମୟ ଆସିବ। ବିଭିନ୍ନ ଉପାୟରେ ଧନାଗମ ହେବ। ଯେଉଁମାନଙ୍କ ହାତକୁ ନୀତି ଧନ ଆସେ, ଯେମିତି ବ୍ୟବସାୟୀ, ଓକିଲ, ଡାକ୍ତର, ଭିକାରୀ, ମୂଲିଆ, ଯେମିତି ଯେଉଁମାନଙ୍କ ହାତକୁ ପ୍ରତିଦିନ ଧନ ଆସେ, ସେ ପଇସାକୁ ହାତରେ ଦେଖନ୍ତି, ସେଇମାନଙ୍କର ବୃତ୍ତି ବେଶୀ ବଢ଼ିଆ ହେବ। ତା ଛଡ଼ା ଅନ୍ୟ ବୃତ୍ତିଧାରୀ ଚାକିରିଆ, କମ୍ପାନୀ ଚାକିରି ହେଉ, ସରକାରୀ ଚାକିରି ହେଉ, ପ୍ରାଇଭେଟ୍ ଚାକିରି ହେଉ, ଯେଉଁ ଚାକିରି କରୁଛନ୍ତି ତାଙ୍କର ମଧ୍ୟ ଅଭିବୃଦ୍ଧି ହେବ। ଆଉ କୃଷକମାନେ ଖୁସି ହେବେ। ଆଚ୍ଛା, ସମସ୍ତ ଚାକିରିଆଙ୍କର ସୁଖ ବଢ଼ିଯିବ। ଅର୍ଥାଭାବ କେହି ଭୋଗିବେନି। ମୀନ ରାଶିର କୌଣସି ବ୍ୟକ୍ତି ଅର୍ଥ ଅଭାବ ସଂକ୍ରାନ୍ତୀୟ ସଙ୍କଟକୁ ଅନୁଭବ କରିବେ ନାହିଁ। ଏ ଗଲା 12 ରାଶିର ରାଶିଫଳ, ଦୈନିକ ରାଶିଫଳ। ଈଶ୍ୱର କଲ୍ୟାଣ କଲେ ପୁଣି ଆସନ୍ତାକାଲି ଆପଣମାନଙ୍କ ସହିତ ଏ ବିଷୟରେ ମୁଁ ଆଲୋଚନା କରିବି। ଆଜି ପାଇଁ ଏତିକି, ରହିଲି। କିନ୍ତୁ ମନେ ରଖିବେ, ମର୍ଣ୍ଣିଂ ସୋଜ୍ ଦ ଡେ। ସକାଳୁ ଯେଉଁମାନଙ୍କୁ କୁହାଗଲା ଭଲ, ସେମାନଙ୍କର ଦିନ ସାରା ଖରାପ ଥିଲେ ଭଲ ହେବ। ସକାଳୁ ଯେଉଁମାନଙ୍କର ମନ୍ଦ କୁହାଯାଇଛି, ଦିନ ସାରା ଭଲ କୁହାହେଇଛି, ସେଠି ଟିକେ
ସେତେ ଭଲ ହେବନି ବୋଲି କାଲିର ଆଲୋଚନା ମୋତେ କଷ୍ଟ ଦେଇଛି। ଏହି ଦୃଷ୍ଟିକୋଣରୁ ଆପଣମାନେ ଟିକେ ଅନୁଭବ କରିବେ, ବିଚାର କରିବେ। ଆଜି ରହିଲି, ନମସ୍କାର।